ପିଲାମାନେ ସମସ୍ତଙ୍କୁ ଅଭିନନ୍ଦନ। ଗତ ଥର ଆମେ ଆଲୋଚନା କରିଥିଲେ ତମ ତୃତୀୟ ଶ୍ରେଣୀ ସାହିତ୍ୟ ବହି ଆମ ଭାଷା ଆମ ସାହିତ୍ୟର ପ୍ରଥମ ପାଠ ସେହି ମୋ ପ୍ରିୟ ଜନ୍ମଭୂମିର 4 ଗୋଟି ପଂକ୍ତି। ଆଜି ଆମେ ବାକି ଯେଉଁ ପଂକ୍ତି ଗୁଡ଼ିକ ରହିଗଲା ସେଇ ପଂକ୍ତି ଗୁଡ଼ିକୁ ଆଲୋଚନା କରିବା। ପିଲାମାନେ ଆମେ ଆଗରୁ ଅନେକ ଗୁଡ଼ିଏ କଥା ବିଷୟରେ ଆଲୋଚନା କରିସାରିଛେ। ଆମେ ଜନ୍ମଭୂମି କାହାକୁ କହିଥାଉ, ଜନ୍ମଭୂମିରେ ଆମେ କ'ଣ ସବୁ ଦେଖୁ, ଆମେ କାହିଁକି ଜନ୍ମଭୂମିକୁ ସ୍ନେହ ଶ୍ରଦ୍ଧା କରିବା, ଆମର ଦାୟିତ୍ୱ କ'ଣ, କେମିତି ପ୍ରାକୃତିକ ପରିବେଶ ଆମକୁ ଆନନ୍ଦ ପ୍ରଦାନ କରିଥାଏ, ସବୁକିଛି ଆମେ ଆଗରୁ ଆଲୋଚନା କରିସାରିଛେ। ଆଜି ଆମେ ଆଲୋଚନା କରିବା ପିଲାମାନେ ବାକି ପଂକ୍ତି ଗୁଡ଼ିକୁ। ତ ମୁଁ ଯେଉଁ ପଂକ୍ତିଟିକୁ ପ୍ରଥମେ ଆଲୋଚନା କରିବି ତାକୁ ଆବୃତ୍ତି କରିଦେଉଛି, ତମେ ମନ ଦେଇକି ଶୁଣ। ସେହି ଦେଶର ପଲ୍ଲୀପୁରେ ଆପଣା ପର ବିଚାର ନାହିଁ, ସବୁରି ସାଥେ ଖେଳେ ମୁଁ ହସି, ସଭିଏ ମୋର ଭଉଣୀ ଭାଇ। ପିଲାମାନେ ଆମେ ପ୍ରଥମେ ଏହି ପଂକ୍ତିଟିକୁ ଆଲୋଚନା କରିବା। ସେହି ଦେଶର ପଲ୍ଲୀପୁରେ, କବି ଗୋଟିଏ ଛୋଟ ଶିଶୁର ଭାଷାରେ କହୁଛନ୍ତି ଯେ ଯେଉଁ ଦେଶରେ ମୁଁ ଜନ୍ମ ହେଇଛି, ଯେଉଁ ଦେଶ ମୋର ଜନ୍ମଭୂମି, ସେହି ଦେଶର ପଲ୍ଲୀ ବା ଛୋଟ ଗାଁ। ପଲ୍ଲୀର ଅର୍ଥ ପିଲାମାନେ, ଆମେ ତ ଅନେକ ପିଲା ସହରରେ ରହୁଥିବେ, ଅନେକ ପିଲା ଗାଁରେ ରହୁଥିବେ। ତ ସେ ଯୋଉ ଗାଁର ପରିବେଶ ଆମେ ଦେଖୁ, ଗାଁର ଯୋଉ ନଈ ନାଳ ପାହାଡ଼ ପର୍ବତ ଆମ୍ବ ତୋଟା ଇତ୍ୟାଦି ଆମେ ଦେଖିଥାଉ, ସେଇ ଛୋଟିଆ ଗାଁକୁ ପଲ୍ଲୀ ବୋଲି କୁହାଯାଏ। ତ ଏଇଠି ଆମେ ଜାଣିବାକୁ ଚେଷ୍ଟା କରିବା ପିଲାମାନେ ଯେ ସେହି ଦେଶ, ଯେଉଁ ଦେଶରେ ମୋର ଜନ୍ମ ହେଇଛି, ଯାହା ମୋର ଜନ୍ମଭୂମି, ସେଇ ଦେଶର ପଲ୍ଲୀରେ ଛୋଟ ଗାଁରେ ଆପଣା ପର ବିଚାର ନାହିଁ। ଅର୍ଥାତ୍ ବାସ୍ତବରେ ପିଲାମାନେ ତମେ ଯଦି ଗାଁକୁ ଯିବ, ସେଇଠି ଯେତିକି ଆତ୍ମୀୟତା ତମେ ପାଇବ, ସହରରେ ବୋଧେ ମୁଁ ଅନୁଭବ କରୁଛି ସେତିକି ତମେ ପାଇପାରିବ ନାହିଁ। ତ କବି ଯଥାର୍ଥରେ ଏଠି ଲେଖିଛନ୍ତି, ସେଇ ଛୋଟ ଗାଁ, ଛୋଟିଆ ଗାଁରେ ଯେଉଁ ସ୍ନେହ ଶ୍ରଦ୍ଧା ଭଲ ପାଇବା ତମେ ପାଇପାରିବ, ସେଠି ଆପଣାର କିଏ ଆଉ ପର କିଏ ସେଇଟା ବି ବିଚାର କରାଯାଏ ନାହିଁ। ଏଇ କଥା ତମେ ଅନୁଭବ କରିପାରିବ ପିଲାମାନେ। ସବୁରି ସାଥେ ଖେଳେ ମୁଁ ହସି। ଅର୍ଥାତ୍ ଏଇ ଯୋଉ ପଲ୍ଲୀ ଗାଁ ଗୁଡ଼ିକ ଅଛି, ସେଇ ଜାଗାରେ ଯେଉଁ ଛୋଟ ଛୋଟ ଶିଶୁମାନେ ଅଛନ୍ତି, ସେମାନେ ନିଜେ ଅନୁଭବ କରିପାରୁଥିବେ ଯେ ସେମାନେ ସମସ୍ତେ କେତେ ଆନନ୍ଦରେ, କେତେ ଖୁସିରେ ହସି ହସିକା ସମସ୍ତଙ୍କ ସାଙ୍ଗରେ ଖେଳାବୁଲା କରନ୍ତି। ଆଉ ସେମାନେ ନିଜେ ଅନୁଭବ କରନ୍ତି ଯେ ସେ ଗାଁରେ ଥିବା ସମସ୍ତେ ତାଙ୍କର ଭାଇ ଓ ଭଉଣୀ। ଆମେ ଗାଁକୁ ଯାଇକରି ଯଦି ରହିବା, ଗାଁର ପରିବେଶକୁ ଅନୁଧ୍ୟାନ କରିବା, ତାହେଲେ ନିଶ୍ଚିତ ଭାବରେ ଆମେ ଜାଣିପାରିବା। ତାପରେ ଆମେ ଅନ୍ୟ ପଂକ୍ତିଟିକୁ ଯିବା ପିଲାମାନେ। ମୁଁ ଆବୃତ୍ତି କରୁଛି। ତାହାରି ସୁଖ କାମନାମ, ତାହାରି ସେବା ଆମରି କାମ, ତାହାରି ପାଇଁ ଜୀବନ ଢାଳି, ରଖିବା ଆମେ ତାହାରି ନାମ, ରଖିବା ଆମେ ତାହାରି ନାମ। ତାହେଲେ ପିଲାମାନେ ଏଇ ପଂକ୍ତିଟିକୁ ବର୍ତ୍ତମାନ ଆମେ ଆଲୋଚନା କରିବା। ତାହାରି ସୁଖ କାମନା ଆମ, ଅର୍ଥାତ୍ ଯେଉଁ ଦେଶରେ ଆମେ ଜନ୍ମଗ୍ରହଣ କରିଛୁ, ଯେଉଁ ଅଞ୍ଚଳରେ ଆମେ ଜନ୍ମଗ୍ରହଣ କରିଛୁ, ତାହାର ସୁଖ ସମୃଦ୍ଧି କେମିତି ବୃଦ୍ଧି ହେବ ସେଇ କଥା ଆମେ ଚିନ୍ତା କରିବା, କାମନା କରିବା। ତାହାରି ସେବା ଆମରି କାମ, ଆଉ ସେହି ଦେଶ ମାତୃକାର ସେବା କରିବା ଆମରି କର୍ତ୍ତବ୍ୟ, ଦାୟିତ୍ୱ। ମନେ ରଖିବା ପିଲାମାନେ ଯେ ଆମରି ଯୋଉ ଦାୟିତ୍ୱ କଥା ମୁଁ ଆଗରୁ କହିଥିଲି, ମୌଳିକ ଦାୟିତ୍ୱ କଥା, ତ ସେଇ ଦାୟିତ୍ୱ କଥାକୁ ଆମେ ଯଦି ଏଠି ବିଚାର କରିବା, ତାହେଲେ ସେଇ ଦେଶର ସେବା କରିବା। ଦେଶର ସେବା ହିଁ ଆମରି କାମ ବୋଲି ଆମେ ବିବେଚନା କରିବା। ଆମେ ଭାବି ନେବା ଯେ ଆମେ ଜନ୍ମ ହେଇଛୁ ସେଇ ମାଟି ମାଆର ସେବା କରିବା ପାଇଁ, ତାହାରି ପାଇଁ ଜୀବନ ଢାଳି, ତାରି ପାଇଁ, ସେହି ମାତୃଭୂମି ପାଇଁ, ଜନ୍ମ ମାଟି ପାଇଁ ଆମେ ଆମର ଜୀବନକୁ ବାଜି ଲଗାଇଦେବା। ଆମେ ଜାଣିଛେ ପିଲାମାନେ, ଆମ ଦେଶକୁ ରକ୍ଷା କରିବା ପାଇଁ ସୈନିକମାନେ ଅହରହ ସଜାଗ ରହିଛନ୍ତି। କେତେବେଳେ ଶତ୍ରୁ ଗୁଳିରେ ସେମାନେ ଟଳି ପଡ଼ୁଛନ୍ତି, ତଥାପି ବି ଆମର ଦେଶ ମାତୃକାକୁ ରକ୍ଷା କରିବା ପାଇଁ, ଆମମାନଙ୍କୁ ସୁରକ୍ଷା ପ୍ରଦାନ କରିବା ପାଇଁ ସେମାନେ ତତ୍ପର, ସବୁବେଳେ ସଜାଗ। ତ ସେଇ କଥାକୁ କବି
ଏଠି ମନେ ପକାଇ ଦେଇ ଆମକୁ କହୁଛନ୍ତି ଯେ ଆମରି ଜନ୍ମ ଏଇ ମାଟି ମାଆର ସେବା କରିବା ପାଇଁ, ଜନ୍ମ ମାଟିର ସେବା କରିବା ପାଇଁ। ସେଇଟା ହେଉଛି ଆମର ପ୍ରଥମ କର୍ତ୍ତବ୍ୟ ଓ ଦାୟିତ୍ୱ। ତାହାରି ପାଇଁ ଜୀବନ ଢାଳି ରଖିବା ଆମେ ତାହାରି ନାମ, ଅର୍ଥାତ୍ ସେଇ ମାଟି ମାଆର ଜନ୍ମ ମାଟିର କ'ଣ କରିବା? ନାଁକୁ ଗୌରବାନ୍ୱିତ କରିବା। କ'ଣ କରିବା ପିଲାମାନେ? ଆମର ଯେଉଁ ଜନ୍ମ ମାଟି ଅଛି, ଜନ୍ମଭୂମି ଅଛି, ଦେଶ ମାତୃକା ଅଛି, ତାର ନାମକୁ ଆମେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ କରିବା, ଗୌରବାନ୍ୱିତ କରିବା। ତାହେଲେ ଯାଇ ଆମର ଜୀବନ ସାର୍ଥକ ହେବ ପିଲାମାନେ। ତାପରେ ମୁଁ ଶେଷ ପଂକ୍ତିଟିକୁ ଆବୃତ୍ତି କରୁଛି, ତମେ ମନ ଦେଇକି ଶୁଣ। ସେହି ତ ଗଢ଼େ ଜୀବନ ମୋର, ସ୍ନେହେ ତାର ବଢ଼ୁଛି ମୁହିଁ, ତାହାଠୁ ବଡ଼ ନାହିଁ କେ ଆଉ, ସେହି ମୋ ପ୍ରିୟ ଜନମ ଭୂଇଁ, ସେହି ମୋ ପ୍ରିୟ ଜନମ ଭୂଇଁ। ଏଇ ପଂକ୍ତିରୁ ଆମେ ଜାଣିବାକୁ ଚେଷ୍ଟା କରିବା ଯେ ସେହି ତ ଗଢ଼େ ଜୀବନ ମୋର। ବାସ୍ତବରେ ଯେଉଁ ମାଟିରେ ଆମେ ଜନ୍ମଗ୍ରହଣ କରିଥାଉଁ ସେହି ତ ଆମକୁ ଗଢ଼ିଛି। ସ୍ନେହେ ତାର ବଢ଼ୁଛି ମୁଁ, ଆଉ ତାର ସ୍ନେହ ଶ୍ରଦ୍ଧା ପାଇକରି ଛୋଟରୁ ମୁଁ ବଡ଼ ହେଇ ମୋ ଜୀବନ ଧାରଣ କରିବାକୁ ପ୍ରୟାସ କରୁଛି। ତାର ସ୍ନେହ ଶ୍ରଦ୍ଧା ସବୁବେଳେ ମୋ ଉପରେ ଅଜାଡ଼ି ହେଇ ପଡ଼ୁଛି। ତାହାଠୁ ବଡ଼ ନାହିଁ କି ଆଉ, ବାସ୍ତବରେ ତାହାଠୁ ବଡ଼ ଆଉ କେହି ନାହାନ୍ତି। ସେଇଥିପାଇଁ କୁହାଯାଇଛି ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପି ଗରୀୟସୀ। ବାସ୍ତବ କଥା ପିଲାମାନେ, ସେଇ ଜନ୍ମଭୂମି ମାଟି ମା ଦେଶ ମାତୃକା ଠାରୁ ଆଉ କେହି ବଡ଼ ନାହାନ୍ତି। ସେ ସବୁଠାରୁ ଊର୍ଦ୍ଧ୍ୱରେ ସେହି ମୋ ପ୍ରିୟ ଜନ୍ମଭୂମି, ଆଉ ସେହି ହେଉଛି ମୋର ପ୍ରିୟ, ମୋର ନିଜର ଆପଣାର କ'ଣ ଜନ୍ମ। ସେ ହେଉଛି ବାସ୍ତବରେ ମୋର ଅତି ଆପଣାର। ପିଲାମାନେ, ଆଜି ଆମେ ଏଇ ପାଠଟିକୁ ଏଇଠି ସମାପ୍ତ କରିବା। ହଁ, ମୁଁ ଆଉ ଗୋଟେ କଥା କହିଦେଉଛି ଯେ ତମେମାନେ ସମସ୍ତେ ଆମ ୟୁଟ୍ୟୁବ୍ ଚ୍ୟାନେଲ ତର୍ଜମାକୁ ନିଶ୍ଚିତ ଭାବରେ ସବସ୍କ୍ରାଇବ୍ କରିବ, ସେୟାର କରିବ। ଆଶା ରଖିବି ତମ ଭଳିଆ ଅନ୍ୟ ଛୋଟ ଛୋଟ ପିଲାମାନେ ମଧ୍ୟ ଆମ ଚ୍ୟାନେଲ ମାଧ୍ୟମରେ କିଛି ଶିଖିବାକୁ ଚେଷ୍ଟା କରିବେ। ତାହେଲେ ଆମର ପ୍ରୟାସ ସଫଳ ହେଇଛି ବୋଲି ଆମେ ଧରିନେବୁ, ମାନିନେବୁ। ଆଜି ପାଇଁ ଏତିକି ପିଲାମାନେ, ଧନ୍ୟବାଦ।